हेलो नमस्कार जय जगन्नाथ ମୁଁ ସ୍ୱାଗତ କରୁଛି ଆଜି ଏକ ଫ୍ରେଶ ପାଲା ବ୍ଲକକୁ। ମୁଁ ବାସି ପହଞ୍ଚି ଯାଇଛି ଯାହାକି ଖୋର୍ଦ୍ଧା ଜିଲ୍ଲାଠୁ 30 କିଲୋମିଟର ଦୂରରେ ରାମଚଣ୍ଡୀ ପୀଠ ଯାହାକି ଆମର ଏଠି ଗଣମନ୍ତ୍ରୀ ପୀଠ ରାମଚଣ୍ଡୀ ପୀଠ ନାଁରେ ପରିଚିତ। ଏଇଟା ଆମର ଓଡ଼ିଶା ଟୁରିଷ୍ଟ ନାଁରେ ବି ଏଇଟା ପରିଚିତ ଅଛି। ମୁଁ ଆପଣ ଦେଖିବାକୁ ଚାହୁଁଛି ଏଠି ମାଆଙ୍କ ଆଜ୍ଞାରେ ଏଠି ଆମର ନିର୍ଜୀବ ପଥର ବି ମଧ୍ୟ ମାଆଙ୍କ ଆଜ୍ଞାରେ ପୂଜା ପାଉଛନ୍ତି। ଛୋଟରୁ ମଧ୍ୟ ବଡ଼ ବି ହେଇଛନ୍ତି ଗଛ ସହିତ ଛୋଟ ମଧ୍ୟ ବଡ଼ ହେଇଛନ୍ତି। ଚାଲନ୍ତୁ ଏବେ ଆପଣଙ୍କୁ ଦେଖିବାକୁ ଯାଉଛି ସିଡ଼ି ମାଆଙ୍କ ପାଖକୁ ଯିବା। ଆପଣ ଦେଖିବାକୁ ଯାଉଛି ଦୃଶ୍ୟ ଦେଖନ୍ତୁ ଏଇଟା ଯେ ପ୍ରଭୁ ସେଇ ମାଆଙ୍କ ରାମଚଣ୍ଡୀ ପୀଠର ଦୃଶ୍ୟ ଦେଖନ୍ତୁ। ଏଠି ଆମର ଯାହାକି ପର୍ବାଣୀ ହଉଛି କିମ୍ବା ଏଠି ଆମର 20 କିଲୋମିଟର ଭିତରେ ଯାହାର ବି ବାହାଘର ହଉଛି ସେଇଠି ସମସ୍ତଙ୍କର ବାହାଘର ହୋଇଥାଏ। ଚାଲନ୍ତୁ ଉପରକୁ ଯିବା ମାଆଙ୍କ ଦର୍ଶନ କରିବା ଚାଲନ୍ତୁ ଜୟ ଜଗନ୍ନାଥ। ଦେଖନ୍ତୁ ମୁଁ ଏବେ ଆସି ପହଞ୍ଚି ଯାଇଛି ସେ ରାମଚଣ୍ଡୀ ପୀଠର ପ୍ରଥମ ପାହାଞ୍ଚ କିନା। ଦେଖନ୍ତୁ ଏଠି ଆମର ଉପରେ ତ ପୁରା ପାହାଞ୍ଚ ହେଇକି ସୁବିଧା ମଧ୍ୟ ଅଛି। ଏଠିକି ସନ୍ଧ୍ୟାବେଳେ ଲୋକମାନେ ଆସିବାକୁ ଭୟ ମଧ୍ୟ କରନ୍ତି କାରଣ ଏଠି ଗୁମ୍ଫା ଯୋଉ ଅଛି ଏ ଗୁମ୍ଫାରେ ବାଘ ମାନେ ଏଠି ମଧ୍ୟ ଏଠି ରୁହନ୍ତି। ଆଉ ଏଠି ତ ଏବେକା ଯୁଗ ତ ସବୁ ଲାଇଟ୍ ସୁବିଧା ହେଇଗଲା। ଏଠି ସନ୍ଧ୍ୟାବେଳେ ମଧ୍ୟ ଲୋକ ଆସୁଛନ୍ତି। ଏଠି ଆମର ସନ୍ଧ୍ୟା ଆଳତୀ ମଧ୍ୟ ବି ହୁଏ ଆମର ସନ୍ଧ୍ୟାରେ। ଆଉ କିଛି ସମୟ ପରେ ସନ୍ଧ୍ୟା ଆଳତୀ ମଧ୍ୟ ଦେଖିବେ। ଚାଲନ୍ତୁ ମୋ ସହିତ ମାଆଙ୍କ ଦର୍ଶନ କରିବା ଯୋଉମାନେ ମାଆଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ଏଇଠୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଯିବା ଉପରକୁ ଜୟ ମା ରାମଚଣ୍ଡୀ। ଦେଖନ୍ତୁ ମୁଁ ଏବେ ଆସି ପହଞ୍ଚିଯାଇଛି ଅଧା ପାହାଞ୍ଚରେ। ଓହୋ ଦେଖନ୍ତୁ ସେଠିକି ପୁରା ତଳୁ ପୁରା ଆସିଲି ପୁରା ଉପରକୁ। ଏଠି ଯେଉଁ ପଛପଟେ ଦେଖୁଛନ୍ତି ଯେଉଁ ଗୁମ୍ଫା ଦେଖନ୍ତୁ ଏଠି ମଧ୍ୟ ଆଗରୁ ମଧ୍ୟ ବାଘମାନେ ଏଠି ରୁହନ୍ତି। ଲୋକମାନେ ସବୁ ଏଠାକାର ଲୋକମାନେ ସବୁ କୁହନ୍ତି ଏଠି ବାଘ ବି ମଧ୍ୟ ରୁହନ୍ତି। ଏଇ ଜାଗାଟା ଦେଖିବା କେତେ ଅନ୍ଧାର ହେଇଛି। ଦିନ ବେଳେ ବି ଏତେ ଅନ୍ଧାର ହେଇଛି। ରାତିରେ ଜାଗାଟା କ'ଣ ହେଇଥିବ ବା। ଏ ଚାଲନ୍ତୁ ଉପରକୁ ଯିବା। ଏପଟେ ବାମ ପଟେ ଡାହାଣ ପଟେ ସବୁପଟେ ବି ଦେଖନ୍ତୁ ଏପଟେ ମଧ୍ୟ ଅନ୍ଧାର ହେଇଛି। ଦେଖନ୍ତୁ ଗୁମ୍ଫା ୟାର ଚାରିପଟେ ଖାଲି ଗୁମ୍ଫା। ଉପରକୁ ଗଲେ ଆପଣ ବହୁତ ଭଲ ଭିଉ ଦେଖିପାରିବେ। ଚାଲନ୍ତୁ ମୋ ସହିତ ଉପରକୁ ଯିବା। ଜୟ ଜଗନ୍ନାଥ। ଦେଖନ୍ତୁ ମୁଁ ଏବେ ଆସି ପହଞ୍ଚି ଯାଇଛି ମୋ ରାମଚଣ୍ଡୀ ପୀଠ ଉପରକୁ ଛିଡ଼ି ଚଢ଼ି ପଳେଇ ଆସିଛି। ଦେଖନ୍ତୁ ମାଆଙ୍କର ମୂର୍ତ୍ତି ଦେଖନ୍ତୁ ପଛପଟେ ଦେଖିପାରୁଥିବେ। ଆପଣ ଯେକୌଣସି ମନ୍ଦିର ଯାଆନ୍ତୁ ସେ ମୂର୍ତ୍ତିକୁ ଅନ୍ୟ କାରିଗର ମାନେ ବନେଇଥାନ୍ତି କିନ୍ତୁ ଏଠି ଯୋଉ ମାଆଙ୍କର ମୂର୍ତ୍ତି ଦେଖୁଛନ୍ତି ଏଠି ମା ନିଜେ ହିଁ ନିଜ ରୂପରେ ଆସିଛନ୍ତି ପଥର ରୂପରେ ଆସିଛନ୍ତି। ଏଠି ଯୋଉ ଆପଣ ଦେଖୁଛନ୍ତି ଏଇ ଯୋଉ ପଥର ଦେଖୁଛନ୍ତି ଏଇ ହଉଛନ୍ତି ମାଆଙ୍କର ରୂପ ବା ରାମଚଣ୍ଡୀ ନାଁରେ ଏଠି ପରିଚିତ। ଏଠି ଆପଣ ଦେଖୁଛନ୍ତି କଇଁଆ ଗଛ ପଛପଟେ କଇଁଆ ଗଛ ଅଛି। କଇଁଆ ଗଛଠୁ ଏ ଯୋଉ ପଥର ଅଛି ପଥର ଛୋଟ ହେଇଥିଲା ମାଆଙ୍କର ଆଜ୍ଞାରେ ଏ କଇଁଆ ଗଛଠୁ ମଧ୍ୟ ବି ପଥର ମଧ୍ୟ ବଡ ହେଇଛି। ଦେଖନ୍ତୁ ସବୁ ଗଛଠୁ ଦି ପଟ ଗଛ ଅଛି। କଇଁଆ ଗଛ ଏପଟେ ଗଛ ଅଛି। ଦି ପଟ ଗଛଠୁ ପଥର ମଧ୍ୟ ମାଆଙ୍କ ରୂପରେ ସମସ୍ତେ ବଡ ହେଇଛନ୍ତି। ଏଠି ସମସ୍ତଙ୍କ କହିବା କଥା ଅନୁସାରେ ମୁଁ ଯାହା ଶୁଣିଛି ସବୁ ଆପଣଙ୍କୁ କହୁଛି। ଦେଖନ୍ତୁ ମାଆଙ୍କର ପଥର ରୂପରେ କେତେ ବଡ ହେଇଛନ୍ତି। ମା ବି ଆଖପାଖ ଲୋକ ବି କହୁଛନ୍ତି ଏ ପଥର ବି ମଧ୍ୟ ବଡ ହେଇଥାଏ। ଦିନକୁ ଦିନ ଛୋଟରୁ ବଡ ହେଇଥାଏ ବି ମତେ ସେମିତି ଦେଖିଲେ ଜଣା ପଡେନି। ବର୍ଷକୁ ଥରେ ଆସିଲେ ଆପଣ ଦେଖିଲେ ଜାଣିପାରିବେ। ଜାଗାକୁ ଆସନ୍ତୁ ବହୁତ ବଢିଆ ଜାଗା। ଏଠି ମାଆଙ୍କର ବି ବହୁତ ଆଜ୍ଞା ବି ଅଛି। ମା ଏଠି ମାଆଙ୍କୁ ଡାକିଲେ ମା ବି ମଧ୍ୟ ଓ କରନ୍ତି ବୋଲି ଆଖପାଖ ଲୋକେ ବି ମଧ୍ୟ କୁହନ୍ତି। ଦେଖନ୍ତୁ ଏଠି କେତେ ବଡ ସୁନ୍ଦର ଜାଗା। ଏଠି ମଧ୍ୟ କିଛି ସମୟ ପରେ ମଧ୍ୟ ସନ୍ଧ୍ୟା ଆଳତୀ ମଧ୍ୟ ହବ। ଦେଖନ୍ତୁ ଏ ଯୋଉ ଭାଇନା ମାନେ ଅଛନ୍ତି ଜାଗାଟା କେମିତି ଧୁଆ ଧୁଇ କରୁଛନ୍ତି। ଧୂପକାଠି ମଧ୍ୟ ଦେଇକି ଭାଇ ମାନେ କେମିତି ବି ପୂଜା କରୁଛନ୍ତି। ଆଉ କିଛି ସମୟ ପରେ ଏଠି ମଧ୍ୟ ଲୋକ ବି ମଧ୍ୟ ରାତି ହେଲେ ବି ମଧ୍ୟ ଲୋକ ଉପରକୁ ଆସି ସନ୍ଧ୍ୟା ଆଳତୀ ଦେଖିବାକୁ ମଧ୍ୟ ସବୁ ଜଣ ଲୋକ ଆସନ୍ତି ଆଖପାଖ ଗାଁ ଲୋକ। ଦେଖନ୍ତୁ ମାଆଙ୍କର ଦର୍ଶନ କରନ୍ତୁ। ଜୟ ଜଗନ୍ନାଥ। ଦେଖନ୍ତୁ ଇଏ ହଉଛନ୍ତି ପୁରା ଚଳନ୍ତି ଠାକୁର ମା। ଯାହା ବି ମାଗିଲେ ଆପଣ ମା ଆପଣଙ୍କୁ ଦେବେ। ଦେଖନ୍ତୁ ଆପଣ ଯଦି ଭଲ ଲାଗିଥାଏ ଜାଗାଟା ମାଆଙ୍କ ଜାଗାଟା ଆସନ୍ତୁ ଥରେ ବୁଲିବା ପାଇଁକା। ଖୋର୍ଦ୍ଧାରୁ ମାତ୍ର 30 କିଲୋମିଟର ଦୂରରେ ଅବସ୍ଥିତ। ଏଇଟା ଆମର ପର୍ଯ୍ୟଟନ ସ୍ଥଳୀ ଯାଇକି ରାମଚଣ୍ଡୀ ପୀଠ ଗଣମନ୍ତ୍ରୀ ନାଁରେ ଅବସ୍ଥିତ। ଯାଆନ୍ତୁ ଆମେ ଜାଗାରେ ଦେଖିବା। ଆପଣ କେମିତି ଲାଗିଲା ଆପଣ କମେଣ୍ଟ ମଧ୍ୟ ଜଣେଇବେ। ଚାଲନ୍ତୁ ଜୟ ଜଗନ୍ନାଥ ଜୟ ମା ରାମଚଣ୍ଡୀ।
ଏବେ ଆମେ ଯାଉଛୁ ଏବେ ମାଙ୍କ ଦର୍ଶନ ଆମର ସରିଯାଇଛି ରାତି ବି ହେଲେ 5:30 ରାତି ବି ହେଇଗଲାଣି। ଏବେ ଆମେ ଯାଉଛୁ ଯଦି ଭିଡ଼ିଓଟା ଆପଣ ଭଲ ଲାଗିଥାଏ ଭିଡ଼ିଓ ଲାଇକ୍ ଗୋଟେ କରିଦେବେ ଆଉ ଯଦି ଚ୍ୟାନେଲ ନୂଆ ଆସିକି ଦେଖୁଛନ୍ତି ଚ୍ୟାନେଲ ଗୋଟେ ସବସ୍କ୍ରାଇବ ମଧ୍ୟ କରିଦେବେ। ଆଉ କ'ଣ ଲାଗିଲା ଆପଣଙ୍କୁ ଏ ଜାଗାଟା ଆପଣ ଯେଉଁ ବୁଲେଇକି ଦେଖିଲି କେମିତି ଲାଗିଲା ଆପଣ କମେଣ୍ଟ ମଧ୍ୟ ଜଣାଇବେ। ଆଉ ରହୁଛି ଜୟ ଜଗନ୍ନାଥ ଜୟ ମା ରାମଚଣ୍ଡୀ।